ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ବନ୍ଧୁଗଣ, ଆପଣମାନେ ଯଦି ବିବାହିତା ନାରୀ ହୋଇଥାନ୍ତି କିମ୍ବା ଆପଣଙ୍କ ଘରେ ଯଦି କେହି ଭଉଣୀ ବିବାହିତ ଥାଆନ୍ତି, ତେବେ ଏହି ଭିଡ଼ିଓଟି ଆପଣଙ୍କ ପାଇଁ। ଦର୍ଶକ ବନ୍ଧୁ, ହିନ୍ଦୁ ଧର୍ମ ଅନୁସାରେ ସିନ୍ଦୁରର ମହତ୍ଵ ବହୁତ ଅଧିକ। ସିନ୍ଦୁରକୁ ନାରୀମାନଙ୍କର ଷୋହଳ ଶ୍ରୀଙ୍ଗାର ମଧ୍ୟରୁ ଗୋଟିଏ ବୋଲି ମାନାଯାଇଥାଏ। ଗୋଟିଏ ନାରୀକୁ ବିବାହ ସମୟରେ ସ୍ୱାମୀ ତାର ସ୍ତ୍ରୀର ମଥାରେ ସିନ୍ଦୁର ଲଗାଇଥାଏ ଏବଂ ତା ପରଠାରୁ ସ୍ୱାମୀଙ୍କର ଦୀର୍ଘ ଜୀବନ ପାଇଁ ସ୍ତ୍ରୀ ଜୀବନ ସାରା ନିଜ ମଥାରେ ସିନ୍ଦୁର ଲଗାଇଥାଏ। ସିନ୍ଦୁର କେବଳ ସୁହାଗିନୀ ନାରୀମାନଙ୍କର ଏକ ଗହଣା ହିଁ ନୁହେଁ, ବରଂ ତାଙ୍କର ସ୍ୱାମୀମାନଙ୍କ ପାଇଁ ଏକ ବରଦାନ ମଧ୍ୟ ଅଟେ। ପୁରାଣ ଆଦିରେ ସିନ୍ଦୁରର ଅନେକ ମହତ୍ଵ ବର୍ଣ୍ଣନା କରାଯାଇଅଛି। ସିନ୍ଦୁରର ଲାଲ ରଙ୍ଗ ଶକ୍ତିକୁ ଦର୍ଶାଇଥାଏ। ସିନ୍ଦୁର ଶକ୍ତି, ଆଦିଶକ୍ତି ଏବଂ ମାତା ପାର୍ବତୀଙ୍କର ଊର୍ଜାକୁ ପ୍ରତୀକାତ୍ମକ ରୂପରେ ଦର୍ଶାଇଥାଏ। ସିନ୍ଦୁର ବିନା କୌଣସି ପୂଜାପାଠ ମଧ୍ୟ ଅଧୁରା ମାନାଯାଇଥାଏ, କାରଣ ସିନ୍ଦୁର ହେଉଛି ବିବାହିତା ନାରୀର ସୁହାଗର ପ୍ରତୀକ। ହିନ୍ଦୁ ଧର୍ମର ସବୁ ମହିଳାମାନେ ସିନ୍ଦୁର ତ ନିଜ ମଥାରେ ଅବଶ୍ୟ ଲଗାଇଥାନ୍ତି, ହେଲେ ସିନ୍ଦୁର ଲଗାଇବା ସମୟରେ ଯେଉଁ ମହିଳାମାନେ ଏପରି କିଛି ଭୁଲ କରି ବସିଥାନ୍ତି, ଯାହା ସେହି ମହିଳାଙ୍କ ସ୍ୱାମୀଙ୍କ ଜୀବନକୁ ବର୍ବାଦ କରିଦେଇଥାଏ, ତେବେ ଦର୍ଶକ ବନ୍ଧୁ, ଆପଣମାନେ ଜାଣିଛନ୍ତି କି ସିନ୍ଦୁରର ମଧ୍ୟ ଏପରି କିଛି ଚମତ୍କାରୀ ଉପାୟ ରହିଛି, ଯେଉଁଟିକୁ କରିଦେଲେ ଆପଣଙ୍କ ସ୍ୱାମୀ ହୋଇଯିବେ ମାଲାମାଲ। ତେବେ ସେହି ଉପାୟଟିକୁ ଜାଣିବା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥାନ୍ତି, ତେବେ ଆମ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ବିବାହିତ ମହିଳାମାନଙ୍କୁ ସବୁବେଳେ ସିନ୍ଦୁର ନିଜ ପଇସାରେ କିଣିକି ପିନ୍ଧିବା ଉଚିତ। କୌଣସି ବାହାର ଲୋକଙ୍କ ପଇସାରେ କିଣାଯାଇଥିବା ସିନ୍ଦୁରକୁ ମହିଳାମାନେ ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ସ୍ତ୍ରୀ ପ୍ରତି ସ୍ୱାମୀଙ୍କ ପ୍ରେମ କମିଯାଇଥାଏ। ନିଜ ମଥାରେ କେବେ ବି ଅନ୍ୟ କୌଣସି ମହିଳାଙ୍କର ସିନ୍ଦୁରକୁ ଆଣି ଲଗାଇବା ଉଚିତ ହୋଇନଥାଏ, ନଚେତ୍ ସେହି ମହିଳାଙ୍କ ସ୍ୱାମୀଙ୍କୁ ଧନ ସମ୍ବନ୍ଧିତ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ। ସିନ୍ଦୁର ଲଗାଇବା ସମୟରେ ମହିଳାମାନଙ୍କୁ ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ଦେବୀ ମାଙ୍କୁ ସ୍ମରଣ କରି ସିନ୍ଦୁର ଲଗାଇବା ଦରକାର। ଏହାଦ୍ୱାରା ଦେବୀ ମାଙ୍କ କୃପାରୁ ସ୍ୱାମୀଙ୍କର ଆୟୁଷ ବୃଦ୍ଧି ହୋଇଥାଏ। ମାସିକ ଧର୍ମ ସମୟରେ ମହିଳାମାନେ ସିନ୍ଦୁର ଲଗାଇବାକୁ ବର୍ଜନ କରାଯାଇଛି, ତେଣୁ ଏହି ସମୟରେ ମହିଳାମାନେ କଦାପି ସିନ୍ଦୁର ଲଗାନ୍ତୁ ନାହିଁ। ମାସିକ ଧର୍ମ ସମୟରେ ମହିଳାମାନଙ୍କୁ ସିନ୍ଦୁର ଲଗାଇବାକୁ ଅଶୁଭ ବୋଲି ମାନାଯାଇଥାଏ। ସିନ୍ଦୁର ତଳେ ଅର୍ଥାତ୍ ଭୂମିରେ ପଡ଼ିବାକୁ ଅଶୁଭ ମାନାଯାଇଥାଏ, ତେଣୁ ସିନ୍ଦୁରକୁ ଉପଯୁକ୍ତ ସ୍ଥାନରେ ରଖିବା ପ୍ରତି ଧ୍ୟାନ ଦେବା ଉଚିତ। ଯଦି କେବେ ବି ସିନ୍ଦୁର ଅଜାଣତରେ ତଳେ ପଡ଼ିଯାଇଥାଏ, ତେବେ ମା ପାର୍ବତୀଙ୍କୁ ସିନ୍ଦୁର ପଡ଼ିଯିବା ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ, ଯାହାଦ୍ୱାରା ସମସ୍ତ ବିପଦ ଟଳିଯାଇଥାଏ। ସିନ୍ଦୁର ଲଗାଇବା ସମୟରେ ଅନ୍ୟ କାହା ଆଗରେ ବସି ସିନ୍ଦୁର ଲଗାଇବା ଉଚିତ ନୁହେଁ, କାରଣ ଅନ୍ୟମାନଙ୍କ ସାମ୍ନାରେ ବସି ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ଭିତରେ କାହାର ନଜର ଲାଗିଯାଇପାରେ। ତେଣୁ ସିନ୍ଦୁର ଲଗାଇବା ସମୟରେ ମୁଣ୍ଡରେ ଓଢ଼ଣା ଦେଇ ସିନ୍ଦୁର ଲଗାନ୍ତୁ। ମଥାରେ ସିନ୍ଦୁର ଲଗାଇବା ପାଇଁ ସବୁବେଳେ ଶୁଖିଲା ସିନ୍ଦୁରର ବ୍ୟବହାର କରନ୍ତୁ, କାରଣ ବର୍ତ୍ତମାନ ସମୟରେ ଅନେକ ମହିଳା ଲିକ୍ୱିଡ୍ ସିନ୍ଦୁର ନିଜ ମଥାରେ ଲଗାଇବା ପାଇଁ ବ୍ୟବହାର କରୁଛନ୍ତି। ମହିଳାମାନେ ସିନ୍ଦୁର ଡବାରେ ଗୋଟିଏ କଏନ୍ ପଇସା ନିହାତି ପକାଇ ରଖନ୍ତୁ। ଏହାଦ୍ୱାରା ମାତା ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ସ୍ୱାମୀଙ୍କର ଧନଜନିତ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ। ଯେଉଁ ଭଉଣୀମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି, ସେମାନେ ତାଙ୍କର ସ୍ୱାମୀଙ୍କ ଭାଗ୍ୟକୁ ବଦଳାଇବା ପାଇଁ ଏହି ଉପାୟକୁ ନିଶ୍ଚିତ ଭାବରେ କରନ୍ତୁ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିଦିଅନ୍ତୁ। ଧନ୍ୟବାଦ।